श्रोता बंधु मानू मु निमंत्रण करुच्ची। हे मोर प्रिय भाई बंधु कुटुंब श्रद्धारे सदिच्छा मनोभाव नहीं आसतु आमे आजिर ये रंगमंच को साफल्य करवा। हे प्रिय बंधु दीर्घ दिन है आमे तम ग्रह वक्र ग्रह राहु को ऊपर आलोचना करुचे। आपण समस्ते जानती जे यही मे मास 29 तारीख 29 तारीख राति रे पूर्वभाद्र कुंभ को 25 नक्षत्र को राहु गमन करिवे, माने वक्र गति रे आसीवे, पछेई पछेई आसीवे। राहु और केतु यही दुई ग्रह को तम ग्रह कुआ जाए। ये माने पछेई पछेई आसंती, अन्य माने आगे आगे जानती। एमानकर पश्चात गति, अन्य मानकर अग्रगति। यही राहु बा केतु ओ उभय गोटे राशि रे 1.5 वर्ष 18 मास रहती। सुतरां से थिले मीनरे 18 मासे, एबे कुंभर रहे 18 मासे। आमे आज आलोचना करिबा धनु राशि उपरे। धनु को लग्न करी यदि गणिबा ताहले धनु मकर कुंभ तृतीय राहु भल फल दियंती बोली शास्त्रज्ञ कहती, अनुभवी कहती। किंतु हाट बजार कौन सिंदूर नहीं, किंतु अभागिनी कपाल नहीं। 19, 20, 21 मूला पूर्व साढ़ा उत्तर साढ़ा यही 3 नक्षत्रों को नहीं धनुराशि गठित। मझिया नक्षत्र 20 नक्षत्र पूर्वसाढ़ा नक्षत्र कपाल फटा, मतलब ता प्रति राहुंकर करुणा नहीं। से बंधु वियोग जनित दुख अनुभव करिवे। मात्र मूला नक्षत्र 19 नक्षत्र से माने आर्थिक सुख लाभ करिवे, तृतीय राहुंकर पूर्ण कल्याण पाइबे। 21 नक्षत्र माने उत्तरायण नक्षत्र धर्म अर्थ पारिवारिक सामाजिक मानसिक लौकिक बौद्धिक सबु सुख पाइबे। किए 21 नक्षत्र उत्तरायण नक्षत्र खेले यही सुख दुख देवे राहु। कर्म आमे जो कर्म करुचे से कर्म फल आमको ग्रह माने दियंती। अतएव यही ग्रह मानकर गतिविधि की नहीं आगे देखिबा। आम जन्म जातक जन्म समय रे ग्रह माने जो जो घर रहती आमर जो लग्न हुए ता आमर पूर्व कर्म फल अनुसार जदि जन्म जातक रे राहु सुस्थ माने सुस्थ मानसिकता भीतर अछंती ताहले शुभ। असुस्थ मानसिकता भीतर अछंती ताहले अशुभ। एटी प्रश्न आसीबो राहु सुस्थ केतेबेले। नवग्रह मध्यरे राहु बुध को भारी पसंद करती। बुधंकर छाणी माणी कहानी चाहाणी व्यवहार सबू भल लगे राहु को। एणु बुधंकर घर मिथुन को राहु निज घर भावती, बंधु घर को निज घर भावती।
ଯଦି ନବମରେ ମିଥୁନରେ ରାହୁ ଅଛନ୍ତି ତାହେଲେ ସେ ସୁସ୍ଥ। ଯଦି ରାହୁଙ୍କ ସପ୍ତମରେ ବୁଧ ଅଛନ୍ତି, ବୁଧଙ୍କ ଦୃଷ୍ଟିରେ ରାହୁ ଅଛନ୍ତି, ତାହେଲେ ସେ ପୂର୍ଣ୍ଣ ସୁସ୍ଥ। ଆପଣ ଦେଖନ୍ତୁ ନା, ଆପଣ ଜାତକରେ ଏମ୍ ଯୋଗ ଅଛି କି? ମାନେ ଘର ନବମ ହେଇଥିବ, ମିଥୁନ ଘର ହେଇଥିବ, ସେଠି ରାହୁ ଥିବେ ଓ ତାଙ୍କ ଦୃଷ୍ଟିରେ ସପ୍ତମରେ କେତୁ ବୁଧ ଥିବେ, ତାହେଲେ ଏଠି ରାହୁ ସୁସ୍ଥ ମାନସିକତା ଭିତରେ ଅଛନ୍ତି, ସେ ସମ୍ପୂର୍ଣ୍ଣ ଭଲ ଫଳ ଦେବେ। ଏହା ବ୍ୟତୀତ ଯଦି ଜାତକରେ ତୃତୀୟ, ଷଷ୍ଠ, ଦଶମ, ଏକାଦଶ ଘରେ ରାହୁ ଥାନ୍ତି ତାହେଲେ ମଧ୍ୟ ସେ ସୁସ୍ଥ ମାନସିକତା ଭିତରେ ଅଛନ୍ତି, ଭଲ ଫଳ ଦେବେ। ଆଉ ରାଶି ଖୋଜିଲେ ମିଥୁନ, କନ୍ୟା, ତୁଳା, ବୃଷ, ମକର ଓ କୁମ୍ଭରେ ଯଦି ସେ ଅଛନ୍ତି ତାହେଲେ ବି ସୁସ୍ଥ। ହେ ବନ୍ଧୁ, ରାହୁ ଯେମିତି ନବମ ପାଇଁ କହିଲି ଅତି ପାୱାରଫୁଲ୍, ସେ ଏକାଦଶରେ, ତାପରେ ଷଷ୍ଠରେ, ତାପରେ ଦଶମରେ, ତାପରେ ତୃତୀୟରେ। ଯଦି 20 ନକ୍ଷତ୍ର ପୂର୍ବାଷାଢ଼ ନକ୍ଷତ୍ରଙ୍କ ଜାତକରେ ରାହୁ ପୂର୍ଣ୍ଣ ସୁସ୍ଥ, ତାହେଲେ ତାଙ୍କୁ ଏଇ ବନ୍ଧୁ ବିୟୋଗ ଜନିତ ଦୁଃଖ ବିଶେଷ ପୀଡ଼ା ଦେବନି। ଗୋଟିଏ ଅଶୁଭ ସ୍ୱପ୍ନ ଭଳି ତାହା ମନରୁ ମିଳେଇଯିବ। ଯଦି ସେ ଅସୁସ୍ଥ ତାହେଲେ ଏଇ ବନ୍ଧୁ ବିୟୋଗ ଜନିତ ଦୁଃଖ ଭାରି ବାଧିବ। ହେଲେ ମୋର ଶ୍ରୋତା ବନ୍ଧୁ ବିଚାର କରନ୍ତୁ ତ, ବନ୍ଧୁ କିଏ? ବନ୍ଧୁ ବଳ ଦିଏ। ସେ ବନ୍ଧୁ କ'ଣ? ଏଇ ଗୁଆଦିଆ ବନ୍ଧୁ, ଏଇ ସାତପଦିଆ ବନ୍ଧୁ, ଏଇ ଆମର କ'ଣ ଲାଭ ହେଲେ ଆସି ପହଞ୍ଚି ଯାଉଥିବେ ସୁଖର ବନ୍ଧୁ, ନା କେବଳ ଦୁଃଖର ବନ୍ଧୁ? ନା, ଏମାନେ ସମସ୍ତେ ଅକାଳେ ସକାଳେ ବୁଲି ଆସନ୍ତି, ବାସ୍ ଖାଲି ଆମ ମୁହଁକୁ ଚାହିଁ ଦ୍ୱିପଦ ଦୁଃଖ ସୁଖ ହୁଅନ୍ତି। ଏ ବନ୍ଧୁ ସାଧାରଣ ଲୋକ। ବନ୍ଧୁ ତାହେଲେ କିଏ? ପିତା ପାଇଁ ପୁତ୍ର, ପୁତ୍ର ପାଇଁ ପିତା, ସ୍ୱାମୀ ପାଇଁ ସ୍ତ୍ରୀ, ସ୍ତ୍ରୀ ପାଇଁ ସ୍ୱାମୀ, ଜେଜେଙ୍କ ପାଇଁ ନାତି, ନାତି ପାଇଁ ଜେଜ, ଆଉ ସବୁଠୁ ବଡ଼ ବନ୍ଧୁ ହେଲେ ଭାଇ। ଭାଇ ଭଳି ଭାଇ, ଭାଇ ହିଁ ଭାଇର ବନ୍ଧୁ। ଯୁଧିଷ୍ଠିର ଦିଗ୍ବିଜୟୀ ହେଲେ କ'ଣ ତାଙ୍କ ବାହୁରେ ବଳ ଥିଲା? ତାଙ୍କ ଚାରି ପାଖରେ ଥିଲେ ଚାରି ବନ୍ଧୁ, ଭୀମ, ଅର୍ଜୁନ, ନକୁଳ, ସହଦେବ। ଶ୍ରୀରାମଚନ୍ଦ୍ର ଯିଏ ପ୍ରପୂଜ୍ୟ, ତାଙ୍କୁ ବି ଜଗିଥିଲେ ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ। ଏଣୁ ଭାଇ ଭଳିଆ ଭାଇ ମିଳିଲେ ଆମେ ଗୁଡ଼ିଏ ପୁଣ୍ୟ କରିଛେ ବୋଲି ଭାବିବା। ଭାଇ ହିଁ ସବୁ ଦୁଃଖ ହରଣ କରେ। ତେଣୁ ସୁଯୋଗ୍ୟ ସନ୍ତାନ ମଧ୍ୟ ସେଇଆ। ଯେ ଯୋଗ୍ୟ ସନ୍ତାନ ତାହେଲେ ବାପାଙ୍କର ସେ ପରମ ବନ୍ଧୁ। କହନ୍ତିନି, ପୁଅ ବଡ଼ ହୋଇଗଲେ ଭାଇ ଭଳି ବ୍ୟବହାର କରେ, କାନ୍ଧରେ କାନ୍ଧ ମିଳେଇ କାମ କରେ, ଆମ ମୁଣ୍ଡରୁ ଚିନ୍ତା ହାଲକା କରେ। ଯଦି ଭାଗ୍ୟ ଭଲ ତାହେଲେ ଉତ୍ତମା ଝିଅଟିଏ ଆମର ଘରଣୀ ହେବ, ଆମର ସବୁ ଦୁଃଖ ହରଣ କରିବ। ସେମିତି ଝିଅ ଯଦି ପୁଣ୍ୟ କରିଥିବ ତାକୁ ଗୋଟେ ଭଲ ପୁଅ ମିଳିବ, ତା'ର ସବୁ ଦୁଃଖ ଲାଘବ ହେବ। ଯଦି ସଂସ୍କାର ପାଇଥିବ, ନାତି ଜେଜ ପାଇଁ, ଜେଜ ନାତିକୁ ଗଢ଼ିଲେ ହେଲା। ଏଇମାନେ ହିଁ ବନ୍ଧୁ, ଏଇମାନେ ହିଁ ଦୁଃଖ ସୁଖର ସାଥୀ, ଏଇମାନେ ହିଁ ଜୀବନ୍ତ ଭଗବାନ, ଚଳନ୍ତି ଈଶ୍ୱର। ଏମାନେ ଆଖିରୁ ଲୁହ ପୋଛି ଦିଅନ୍ତି ଓ କୁଣ୍ଢେଇ ପକାନ୍ତି। ଆମେ ଖୁସିରେ ହେଲେ ସେ ଖୁସି ହୁଅନ୍ତି, ଆମେ ଦୁଃଖ କଲେ ତାଙ୍କ ମୁହଁ ଝାଉଁଳି ପଡ଼େ। ଏଇଭଳି ବନ୍ଧୁଙ୍କର ବିୟୋଗ ହେଲେ ଭାରି ବାଧିବ। 20 ନକ୍ଷତ୍ରଙ୍କ ଭାଗ୍ୟରେ ଏଭଳି ବନ୍ଧୁ ବିୟୋଗ ଜନିତ ଦୁଃଖ ନ ଆସୁ। ଯଦି ରାହୁ ଅସୁସ୍ଥ
ତେବେ ତ ଆସିବ। ଯଦି ରାହୁ ସୁସ୍ଥ ତାହେଲେ ଦୁଃସ୍ୱପ୍ନ ପଳି ସେ ମିଳେଇ ଯିବ। ମୂଳା ନକ୍ଷତ୍ର ପାଇଁ ଅର୍ଥ ସୁଖ। ମନି 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 ବ୍ରାଇଟର ଦେନ୍ ସନସାଇନ୍ ସୁଇଟର ଦେନ୍ ହନି। ଏ କଳିଯୁଗ ପାଇଁ ପରା ପ୍ରକୃତ ବଳ ଅର୍ଥ। ମୂଳା ଧନକୁ ଅର୍ଥ ଲାଭ ହେବ। କେଉଁଠୁ କେମିତି ତାଙ୍କୁ ଅର୍ଥ ମିଳିଯିବ। ଯଦି ଚାକିରିଆ ତାଙ୍କର ବାକିଆ ଅର୍ଥ ଏରିୟର ମିଳିଯିବ। ତାଙ୍କର ପ୍ରମୋସନ୍ ହେବ। ତାଙ୍କର ଡିଗ୍ରୀ ଲାଭ ହେବ। ଯଦି ଘରୋଇ ଲୋକ ଧାର ଉଧାର ଦେଇଥିବେ କରଜ ଦେଇଥିବେ ତାହା ଆପେ ଆପେ ହାତକୁ ଫେରି ଆସିବ। ଚାଷୀଙ୍କର ଭଲ ଅମଳ ହେବ। ବ୍ୟବସାୟୀଙ୍କର ଗ୍ରାହକ ସଂଖ୍ୟା ବଢ଼ିଯିବେ, ବଢ଼ିଆ ଲାଭ ହେବ। ଏତଦ୍ ବ୍ୟତୀତ ଯେଉଁମାନେ ଆଇନଜୀବୀ, ଚିକିତ୍ସକ, ସୁନାରୀ, ଶିକ୍ଷକ ଏମାନେ ସମସ୍ତେ ଅର୍ଥ ଲାଭ କରିବେ ବିଭିନ୍ନ ଉପାୟରେ। ବହୁ ପ୍ରକାର ଅର୍ଥ ଆସିବ। ଯଦି ରାହୁ ସୁସ୍ଥ, ଯଦି ଅସୁସ୍ଥ ତାହେଲେ ହ୍ୟାଣ୍ଡ ଟୁ ମାଉଥ୍, ଯାହା ଆସିବ ତା ଖର୍ଚ୍ଚ ହେଇଯିବ। ଆଉ ଆମେ ତ ପଇସାକୁ ମୁଠେଇ ପାରିବାନି କି ଭାବିବାନି କାଲି ଆମେ ହାତୀ କିଣିବା, ଘୋଡ଼ା କିଣିବା, ମିଠା ଖାଇ ଆକାଶରେ ବୁଲିବା। ସେଇଭଳି 21 ନକ୍ଷତ୍ର, ଉତ୍ତରାଷାଢ଼ ନକ୍ଷତ୍ର ସବୁ ସୁଖ ପାଇବ। ଶାରୀରିକ, ମାନସିକ, ସାମାଜିକ, ଲୌକିକ, ଆର୍ଥିକ, ବୌଦ୍ଧିକ, ପାରିବାରିକ ସବୁ ସୁଖ ମିଳିବ ତାକୁ। ଯଦି ଜାତକରେ ରାହୁ ସୁସ୍ଥ, ଯଦି ଅସୁସ୍ଥ ଇଏ ସୁଖ ଖାଲି ମଳୟ ପବନ ଭଳି ଆସିବ ଯିବ, ଆସିବ ଯିବ, ଲୋକଲୋଚନକୁ ଆସିବେନି। ଏଣୁ ହେ ବନ୍ଧୁ, ଶାସ୍ତ୍ରଜ୍ଞ କହିଛନ୍ତି ରାହୁ ଯଦି ଅସୁସ୍ଥ ତେବେ ପୁରୁଷମାନେ ଡାହାଣ ହାତରେ ଗୋଟେ ଡେଉଁରିଆ ବାନ୍ଧନ୍ତୁ। ସେ ଡେଉଁରିଆର ସୂତା ହେଇଥିବ କଳା, ଆଉ ତା ଭିତରେ ପଶିଥିବ ଧଳା ଚନ୍ଦନର ମୂଳ। ଯଦି ମୂଳ ନାହିଁ, ଚନ୍ଦନ ମୂଳ ଆମେ ଯଦି ନ ପାଇବା ତାହେଲେ ଚନ୍ଦନ କାଠ ଖଣ୍ଡେ ମାଟିରେ ପୋତିଦେବା। ଆମେ ପିନ୍ଧିବା ପୂର୍ବରୁ କିଛି ସମୟ ମାଟିରେ ରହିଯିବ, ତାକୁ ଆଣିବା, ଧୋଇବା, ଡେଉଁରିଆରେ ଭର୍ତ୍ତି କରିବା, ତା ମୁହଁ ବନ୍ଦ କରିବା, ଭଗବାନ ଶିବଙ୍କ ଲିଙ୍ଗ ଉପରେ ରଖିକରି ମହାମୃତ୍ୟୁଞ୍ଜୟ ମନ୍ତ୍ର 8 ଥର ଜପିବା, ତାପରେ ବାନ୍ଧିବା। ପୁରୁଷମାନେ ଡାହାଣ ହାତରେ, ସ୍ତ୍ରୀମାନେ ବାମ ହସ୍ତରେ। ହେଲେ ରାହୁ କର୍ତ୍ତୃକ ଅଶୁଭ ଫଳ ଦୂରେଇ ଯିବ, ଶୁଭ ଫଳ ପାଖେଇ ଆସିବ। ବନ୍ଧୁ, ରାହୁ ବିଷୟରେ ତ ଭଲ ବଢ଼ିଆ କଥା ଦୁଃଖ ସୁଖ ହେଲେ ଏଣିକି ପ୍ରଥମେ ଆପଣ ଆଗ ଆପଣଙ୍କର ଜନ୍ମ ଜାତକ ଦେଖନ୍ତୁ ନା।